ପ୍ରଭୁ ହନୁମାନଙ୍କର ସବୁଠାରୁ ପ୍ରିୟ ହେଉଛନ୍ତି ଏହି ଚାରିଗୋଟି ରାଶି। ଏମାନେ ହେଉଛନ୍ତି ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଶି। ଏମାନଙ୍କ ଉପରେ ପ୍ରଭୁ ବଜରଙ୍ଗବାଲୀଙ୍କର ବିଶେଷ କୃପା ସର୍ବଦା ରହିଥାଏ। ଧାର୍ମିକ ମାନ୍ୟତା ଅନୁସାରେ ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କ ପାଇଁ ନିର୍ଦ୍ଧାରିତ କରାଯାଇଛି। କିନ୍ତୁ ଯଦି ଆପଣ ହୃଦୟର ସହିତ ପ୍ରଭୁ ହନୁମାନଙ୍କର ଧ୍ୟାନ କରିବେ, ତେବେ ସବୁଦିନ ସବୁ ସମୟରେ ସେ ଆପଣଙ୍କର ଆଖପାଖରେ ରହିବେ। ହନୁମାନଙ୍କୁ ଖୁସି କରିବା ପାଇଁ ଭକ୍ତମାନେ ମଙ୍ଗଳବାର ଏବଂ ଶନିବାର ଦିନ ତାଙ୍କର ଉପବାସ ମଧ୍ୟ କରିଥାନ୍ତି। କହିବାକୁ ଗଲେ ହନୁମାନ ନିଜର ସମସ୍ତ ଭକ୍ତମାନଙ୍କୁ ଭଲ ପାଇଥାନ୍ତି। କିନ୍ତୁ ପ୍ରଭୁ ହନୁମାନଙ୍କର ଅତି ପ୍ରିୟ ଏହି ଚାରିଗୋଟି ରାଶିର ବ୍ୟକ୍ତିମାନେ ହୋଇଥାନ୍ତି। ତାଙ୍କ ଉପରେ ପ୍ରଭୁ ହନୁମାନଙ୍କର ବିଶେଷ କୃପା ବର୍ଷା ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ପ୍ରଭୁ ହନୁମାନଙ୍କର ଅତି ପ୍ରିୟ ଏହି ଚାରିଟି ରାଶିର ବ୍ୟକ୍ତିମାନଙ୍କ ବିଷୟରେ। ପ୍ରଭୁ ହନୁମାନଙ୍କୁ ଖୁସି କରିବା ପାଇଁ ହନୁମାନ ଚାଳିଶା, ବଜରଙ୍ଗ ବାଣ, ସଙ୍କଟ ମୋଚନ ଜପ ଏବଂ ସୁନ୍ଦର କାଣ୍ଡର ପାଠ କରିବା ସବୁଠାରୁ ଭଲ ସାଧନା ବୋଲି ମାନାଯାଇଥାଏ। ପବନପୁତ୍ର ହନୁମାନ ଭକ୍ତମାନଙ୍କର ସମସ୍ତ ସଙ୍କଟ ଦୂର କରିଥାନ୍ତି। ସେଥିପାଇଁ ତ ତାଙ୍କୁ ସଙ୍କଟ ମୋଚନ ବୋଲି କୁହାଯାଇଥାଏ। ଭଗବାନ ହନୁମାନ କଳିଯୁଗରେ ମଧ୍ୟ ଅଜର ଅମର ରହିଛନ୍ତି। ଯେଉଁ ବି ଭକ୍ତ ଭଗବାନ ହନୁମାନଙ୍କୁ ସଫା ମନରେ ଏବଂ ଭକ୍ତିର ସହିତ ଖାଲି ମନରେ ବି ସ୍ମରଣ କରିଦେବେ ତ ତାଙ୍କର ଦୁଃଖ ତୁରନ୍ତ ଦୂର ହୋଇଯାଇଥାଏ। ତେବେ ଏବେ ଆସନ୍ତୁ ଜାଣିବା କ'ଣ କ'ଣ ସେହି ରାଶିଗୁଡ଼ିକ ଯେଉଁମାନଙ୍କ ଉପରେ ପ୍ରଭୁ ହନୁମାନଙ୍କର ଅଶେଷ କୃପା ସର୍ବଦା ବନି ରହିଥାଏ। ଏମାନେ ହେଉଛନ୍ତି ପ୍ରଭୁ ବଜରଙ୍ଗବାଲୀଙ୍କର ଅତ୍ୟନ୍ତ ପ୍ରିୟ ରାଶି। ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ତାହା ପୂର୍ବରୁ ଏହି ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଭକ୍ତିର ସହକାରେ କମେଣ୍ଟ ବକ୍ସରେ ଜୟ ଶ୍ରୀରାମ, ଜୟ ହନୁମାନ ଅବଶ୍ୟ ଲେଖନ୍ତୁ। ପ୍ରଥମ ରାଶିଟି ହେଲା ମେଷ ରାଶି। ମେଷ ରାଶିର ଲୋକମାନଙ୍କ ଉପରେ ପ୍ରଭୁ ହନୁମାନଙ୍କର ବିଶେଷ କୃପା ସଦାସର୍ବଦା ରହିଥାଏ ଏବଂ ସେହି ଲୋକମାନେ ଜୀବନରେ ସବୁବେଳେ ସଫଳ ହୋଇଥାନ୍ତି। ଯଦି ଆପଣ ହୃଦୟର ସହିତ ତାହାକୁ ଭଲ ପାଉଛନ୍ତି, ତେବେ ଏହା ସଠିକ୍ ସମୟ ଅଟେ ତାଙ୍କୁ ନିଜର ପ୍ରେମ ବିଷୟରେ କହିବା ପାଇଁ। ଆପଣଙ୍କୁ ନିଶ୍ଚିନ୍ତ ରୂପରେ ସଫଳତା ମିଳିବ। ଆପଣ ଦୀର୍ଘ ଦିନ ଧରି ଯେଉଁ ବି ସମସ୍ୟାରେ ଘେରି ହୋଇ ରହିଥିଲେ, ବର୍ତ୍ତମାନ ତାହା ଦୂର ହେବାକୁ ଲାଗିବ। ଆପଣଙ୍କର ଧନଜନିତ ସମସ୍ୟା ମଧ୍ୟ ଦୂରୀଭୂତ ହେବ। ସେଥିପାଇଁ ଆପଣ ପ୍ରତ୍ୟେକ ମଙ୍ଗଳବାର ଏବଂ ଶନିବାର ଦିନ ଭଗବାନ ହନୁମାନଙ୍କର ଆରାଧନା କରନ୍ତୁ। ଆପଣଙ୍କର ଏହି ରାଶି ହୋଇଥିଲେ ତଳେ ଥିବା କମେଣ୍ଟ ବକ୍ସରେ ଜୟ ହନୁମାନ ଅବଶ୍ୟ ଲେଖନ୍ତୁ। ଦ୍ୱିତୀୟ ରାଶିଟି ହେଲା ବିଛା ରାଶି। ଏହି ରାଶିର ଲୋକମାନେ ଯେକୌଣସି ବି କାମ ହାତକୁ ନିଅନ୍ତି ତାହାକୁ ସଫଳତାପୂର୍ବକ ପୂରଣ କରିଥାନ୍ତି। ପ୍ରଭୁ ହନୁମାନଙ୍କ କୃପାରୁ ଏମାନଙ୍କର ଆର୍ଥିକ ସ୍ଥିତି ଦୃଢ଼ ହେବାକୁ ଲାଗିବ ଏବଂ ଆପଣ ଶନିବାର ଦିନ ଭଗବାନ ହନୁମାନଙ୍କର ପୂଜା କରିବା ଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହେବ। ପରିବାରରେ ହସଖୁସିର ବାତାବରଣ ରହିବ। ଆପଣଙ୍କୁ ଆକସ୍ମିକ ଧନ ପ୍ରାପ୍ତି ହେବ। ଏହା ସହିତ ଜୀବନର ସମସ୍ତ ସମସ୍ୟା ଦୂର ହେବ। ଆପଣଙ୍କର ଏହି ରାଶି ହୋଇଥିଲେ ତଳେ ଥିବା କମେଣ୍ଟ ବକ୍ସରେ ଜୟ ଶ୍ରୀରାମ ଅବଶ୍ୟ ଲେଖନ୍ତୁ। ତୃତୀୟରେ ହେଲା ତୁଳା ରାଶି। ପ୍ରଭୁ ହନୁମାନଙ୍କ ଆଶୀର୍ବାଦରେ ଏହି ରାଶିର ଲୋକମାନଙ୍କର ସମସ୍ତ ଆର୍ଥିକ ସମସ୍ୟା ଦୂର ହେବ। ପାରିବାରିକ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହେବ। ଆପଣଙ୍କର ଭୌତିକ ସୁଖରେ ମଧ୍ୟ ବୃଦ୍ଧି ହେବ। ଆପଣଙ୍କର ଦାମ୍ପତ୍ୟ ଜୀବନ ମଧୁର ରହିବ। ଆପଣଙ୍କୁ ନୂତନ ଚାକିରି ପ୍ରାପ୍ତି ହେବ। ଆପଣଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ପ୍ରଭୁ ହନୁମାନଙ୍କର ବିଶେଷ କୃପା ଏମାନଙ୍କ ଉପରେ ସଦାସର୍ବଦା ରହିବ। ପ୍ରତ୍ୟେକ ମଙ୍ଗଳବାର ଏବଂ ଶନିବାର ଦିନ ପ୍ରଭୁ ହନୁମାନଙ୍କର ପୂଜା ଆରାଧନା କରିବା ଆପଣଙ୍କ ପାଇଁ ଭଲ ବିକଳ୍ପ ଅଟେ। ଆପଣଙ୍କର ଏହି ରାଶି ହୋଇଥିଲେ ତଳେ ଥିବା କମେଣ୍ଟ ବକ୍ସରେ ଜୟ ବଜରଙ୍ଗବାଲି ଅବଶ୍ୟ ଲେଖନ୍ତୁ। ଚତୁର୍ଥରେ ହେଲା କୁମ୍ଭ ରାଶି। ପ୍ରଭୁ ହନୁମାନଙ୍କର ସବୁଠାରୁ ବିଶେଷ କୃପା କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ଉପରେ ବର୍ଷା ହୋଇଥାଏ। ଏହି ସମୟରେ ଯେଉଁମାନଙ୍କର ନିଜର ବିଜନେସ୍ ଅଛି ତାଙ୍କୁ ଭଲ ଲାଭ ମିଳିବ। ଯଦି ଆପଣ କୌଣସି ଶୁଭ କାମ କରିବା ପାଇଁ ଚିନ୍ତା ପ୍ରକାଶ କରୁଛନ୍ତି, ତେବେ ଆପଣ ସେହି କାମକୁ କରିପାରିବେ। କିଛି ବି ବାଧାବିଘ୍ନ ଉପୁଜିବ ନାହିଁ। ଆପଣଙ୍କର ସମସ୍ତ ଆର୍ଥିକ ସମସ୍ୟା ଦୂର ହେବା ସହିତ ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବାରେ ଲାଗିବ। ଭଗବାନ ହନୁମାନଙ୍କ କୃପାରୁ ଆପଣଙ୍କୁ ନୂତନ ଚାକିରିଟିଏ ପ୍ରାପ୍ତି ହୋଇପାରେ। ଦୀର୍ଘ ଦିନରୁ ଅଟକି ରହିଥିବା ସମସ୍ତ କାର୍ଯ୍ୟ ଆପଣଙ୍କର ବିନା ବାଧାବିଘ୍ନରେ ସମ୍ପନ୍ନ ହେବ। ଆପଣ ପ୍ରତ୍ୟେକ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରନ୍ତୁ। ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ।
ଆପଣଙ୍କର ଏହି ରାଶି ହୋଇଥିଲେ ତଳେ ଥିବା କମେଣ୍ଟ ବକ୍ସରେ ଜୟ ଶ୍ରୀରାମ ଜୟ ହନୁମାନ ଅବଶ୍ୟ ଲେଖନ୍ତୁ ଏବଂ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ।